ସପ୍ତମ ସ୍କନ୍ଦ ଏକାଦଶ ଅଧ୍ୟାୟ। ଶ୍ରୀ ଶୁକ ଉବାଚ। ଶୁଣି ନାରଦ ମୁଖ କଥା ଯେ ଧର୍ମମତି ଶୁଦ୍ଧ ଚେତା, ସେ ପ୍ରହ୍ଲାଦର ଚରିତ ସୁସାଧୁ ସଭା ମଧ୍ୟ ଖ୍ୟାତ। ଉତ୍ତମ ମଧ୍ୟ ଅଗ୍ରେ ଗଣି ଯାହାର ଆତ୍ମା ଚକ୍ର ପାଣି, ତାର ଚରିତ ଧର୍ମ ସୁତ ଶୁଣି ଆନନ୍ଦେ ହରଷିତ। ବ୍ରହ୍ମାନନ୍ଦନଙ୍କର ମୁଖେ ପୁଣି ପୁଛିଲେ ଆତ୍ମ ସୁଖେ। ଯୁଧିଷ୍ଠିର ବାଚ। ଏ ମନୁଷ୍ୟ ଜନ୍ମର ସ୍ୱଧର୍ମ ଯେ ବା ଜାଣେ ସାଧୁ କର୍ମ, ଈଶ୍ୱର ବାକ୍ୟ ଧର୍ମ ସାଧି ଯେ ବା ଆଶ୍ରମେ ଯେ ବା ବିଧି, ଧର୍ମ ସମ୍ପାଦି ଜନ ମଧ୍ୟେ ଅନ୍ତେ ପଶନ୍ତି ବିଷ୍ଣୁ ପାଦେ, ତୁମ୍ଭେ ଯେ ପଦ୍ମଜୋନି ସୁତ ଜାଣ ସକଳ ପରମାର୍ଥ, ଯେ ବିପ୍ର ନାରାୟଣ ପର ତାହାର ନାହିଁ ଆତ୍ମ ପର, କରୁଣାବନ୍ତ ଶାନ୍ତ ଦେହେ ଯେ ବା ଅଟନ୍ତି ତୁମ୍ଭ ପ୍ରାୟ, କେବଳ ଦୟା ସିନ୍ଧୁ ଧୀର ଅଶେଷ ଜ୍ଞାନର ଈଶ୍ୱର। ନାରଦ ବାଚ। ନମଃ ପ୍ରଭୁ ନର ହରି ଆଜନ୍ମ ଜନ୍ମ ରୂପ ଧରି, ଅଶେଷ ପ୍ରାଣୀ ଧର୍ମ ସେତୁ ଅଖିଳ ସୃଷ୍ଟି ଧର୍ମ ହେତୁ, ଯେ ସନାତନ ମୁନି ବାଣୀ ସେ ନାରାୟଣ ମୁଖ ଶୁଣି, ଯେ ଅବତାର ଆତ୍ମାଂଶେ ଜନ୍ମ ଲଭିଲେ ଦେହ ଅଂଶେ, ଦକ୍ଷ କନ୍ୟାର ଗର୍ଭେ ହରି ନର ରୂପରେ ଅବତରି, ସଂସାର ଲୋକ ସିଦ୍ଧ କର୍ମେ ସେବ ସେବ ଧରିକାଶ୍ରମେ, ଯୋଗ ସାଧିଲେ ଦୃଢ଼ ତପେ ଯେ ନର ନାରାୟଣ ରୂପେ, ଯେ ହରି ସର୍ବଦେବ ଆତ୍ମା ଧର୍ମର ମୂଳ ଶୁଦ୍ଧ କର୍ମା, ତାର ବଚନ ଶ୍ରୁତି ପଥେ ଯେ ପ୍ରାଣୀ ଶୁଣେ ଅବିରତେ, ଭକ୍ତି ସମ୍ପାଦିତା ଚରଣେ ପ୍ରବେଶ ହନ୍ତି ତତ୍କ୍ଷଣେ, ସତ୍ୟ ଶୌଚ ଦୟା ତପ ତିତିକ୍ଷା ସମଦମ କଳ୍ପ, ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ ସହାୟ ଗୁଣ ରିପୁ ଭାବ, ସନ୍ତୋଷ ସମଦୃଷ୍ଟି ସେବା ଯେଣେ ସନ୍ତୋଷ ଋଷି ଦେବା, କର୍ମ ନିବୃତ୍ତି ଜ୍ଞାନ ଧର୍ମ ମୌନ ଆତ୍ମା ନିତ୍ୟ କର୍ମ, ହୃଦୟ ଆରାଧି ହୃଷ୍ଟ ମନ ସ୍ୱଧର୍ମ ମାର୍ଗେ କର ଧ୍ୟାନ, ତତ୍ତ୍ୱ ଧାରଣା କର୍ତ୍ତୃ ଜ୍ଞାନ ଯା ଦେଖି ରହିବ ଚେତନ, ନ ଦେଖି ଅନୁଭବ ଭାଗେ ଭୂତ ଅତିଥି ପୂଜା ଅଙ୍ଗେ, ଆତ୍ମା ଦେବତା ବୋଧ କରି ଏ ଭାବେ ଗୃହେ ଥିଲେ ତରି, କୃଷ୍ଣର ନାମ ଅନୁକ୍ଷଣ କରିବ କୀର୍ତ୍ତନ ଶ୍ରବଣ, ସେବା ପୂଜନେ ଦାସ ପଣେ ସୁବାକ୍ୟ ଆତ୍ମା ସମର୍ପଣେ, ପରମ ରୂପେ ଧର୍ମ ସାଧି ମନୁଷ୍ୟ ନାହିଁ ରିପୁ ବୁଦ୍ଧି, ଦଶ ଲକ୍ଷଣ ଧର୍ମ ହି ଏଣେ ସନ୍ତୋଷ ଭାବ ଗ୍ରାହୀ, ଅଖିଳ ସଂସାର କାରଣେ ବେଦ ଅଭ୍ୟାସୀ ସେ ବ୍ରାହ୍ମଣେ, ବ୍ରାହ୍ମଣ ଆଦି ତିନି ବର୍ଣ୍ଣ ଯଜନ ଦାନ ଅଧ୍ୟାପନ, ଯଜ୍ଞାଦି କ୍ରିୟା କର୍ମ ଯେତେ ଚତୁର୍ଥ ଆଶ୍ରମ ସಮೇତେ, ଅଧ୍ୟୟନ ଆଦି ଷଟ କର୍ମ ବ୍ରାହ୍ମଣ ଜନ୍ମର ଏ ଧର୍ମ, ରାଜାର ଧର୍ମ ପ୍ରଜା ରକ୍ଷା ଜ୍ଞାନ ବିହୀନେ ପଞ୍ଚ ଦୀକ୍ଷା, ବାଣିଜ୍ୟ କୃଷି ଗୋରକ୍ଷଣ ବୈଶ୍ୟ ଜନର ଏ ଲକ୍ଷଣ, ଶୂଦ୍ର ଜନର ବିପ୍ର ସେବା ଯେଣେ ସନ୍ତୋଷ ସର୍ବଦେବା, ଯେ ଧର୍ମ ଶ୍ରୁତି ସ୍ମୃତି ଭେଦେ ତାହା ସାଧିବ ନିରାପଦେ, ଏ ଆପଦେ ବୃତ୍ତି ନିତ୍ୟ କର୍ମ ସାଧି ବଞ୍ଚିବ ତିନି ବର୍ଣ୍ଣ, ଏତେ ଲକ୍ଷଣ ତୋତେ କହି ରାଜନ ଶୁଣ ମନ ଦେଇ, ଶୌଚ ସନ୍ତୋଷ ସମଦମ ସହିଷ୍ଣୁ ବିଖ୍ୟାତି କ୍ଷମ, ଦୟାତ୍ମା ଅବିରିକ୍ତ ଶାନ୍ତି ବିପ୍ର ଲକ୍ଷଣ ଏକ ହନ୍ତି, ତେଜ ଶୌର୍ଯ୍ୟ କ୍ଷମା ଧୃତି ତ୍ୟାଗ ଅର୍ଚ୍ଚନା ଦୟା ଶାନ୍ତି, ନିତ୍ୟ ପ୍ରସନ୍ନ ବିପ୍ର ରକ୍ଷା କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା, ବିପ୍ର ଦେବତା ଗୁରୁ ଭଜି ତ୍ରିଯୋଗ ପୋଷଣେ ନିମଜି, ଆସ୍ତିକ୍ୟ ନିତ୍ୟ ନମ୍ର ଗୁଣ ବୈଶ୍ୟ ଜନର ଏ ଲକ୍ଷଣ, ଶୌଚ ପ୍ରଭୁ ସେବା କର୍ମ ଶୂଦ୍ର ଜନର ଯେ ଲକ୍ଷଣ, ଏବେ ହୋ ଯୁଧିଷ୍ଠିର ଶୁଣ ସ୍ତ୍ରୀ ଜନର ଏ ଲକ୍ଷଣ, ସ୍ୱାମୀର ଚରଣ କମଳେ ସେବିବ ହୃଦୟ ନିଶ୍ଚଳେ, ସ୍ୱାମୀର ବନ୍ଧୁ ଥିବେ ଯେତେ ତାଙ୍କ ପୋଷଣେ ଥିବ ନିତ୍ୟେ, ପତିବ୍ରତାଙ୍କ ଏ ଲକ୍ଷଣ ନିଗମ ବଚନ ପ୍ରମାଣ, ଗୃହ ମାର୍ଜନା ଉପଲେପ ମଣ୍ଡଳ ସାୟଂକାଳେ ଦୀପ, ଆତ୍ମା ମଣ୍ଡିତ ନିରନ୍ତରେ ଭୂଷଣ ଅଞ୍ଜନ ସିନ୍ଦୁରେ, ସନ୍ତୋଷ ଲୋଭ ସୁଦକ୍ଷ ଧର୍ମଜ୍ଞ ପ୍ରିୟ ସତ୍ୟ ବାକ୍ୟ, ଶୁଚି ସୁସ୍ନିଗ୍ଧେ ଯେ ଆନନ୍ଦେ ନିରତେ ଯେବେ ସ୍ୱାମୀ ପଦେ, ଶୁଚି ସୁସ୍ନିଗ୍ଧେ ସେ ଆନନ୍ଦେ ନିରତେ ସେବେ ସ୍ୱାମୀ ପଦେ, ଯେ ନାରୀ ହରି ପ୍ରାୟ ନୀତି ସେବା କରନ୍ତି ନିଜ ପତି, ସେ ନାରୀ ଲକ୍ଷ୍ମୀ ପ୍ରାୟ ହୋଇ ପତିର ହସ୍ତେ ହସ୍ତ ଦେଇ, ପତି ସଙ୍ଗତେ ବିଷ୍ଣୁ ଲୋକେ ବସଇ ଆନନ୍ଦେ ଅଶୋକେ, ଅନ୍ୟ ଜାତିଙ୍କ ନିଜ ଧର୍ମ ନୀତି ଯେବା କୁଳ ଧର୍ମ, ହେମନ୍ତ ଧର୍ମ ଯୁଗେ ଯୁଗେ ପ୍ରାଣୀ ସେବିବେ ଅନୁରାଗେ, ଭେଦ ସୃଷ୍ଟିରେ ବିପ୍ରଜନେ କହନ୍ତି ଧର୍ମ ଅବଧାନେ, ଯେ ଧର୍ମ ଇହ ପରଲୋକେ ପ୍ରାଣୀ ତରନ୍ତି ଆତ୍ମା ସୁଖେ, ବୃତ୍ତି ସ୍ୱଭାବେ କ୍ରିୟା ଘେନି ଯେ ଧର୍ମ ଇହ ପର ମାନି, ବର୍ତ୍ତନ୍ତି ସୁକର୍ମ କରଣେ ସେ ନର ପଶନ୍ତି ନିର୍ଗୁଣେ, ନିରତେ ଜମେ ତପ କରି ବିଷ୍ଣୁ ମାୟାରୁ ଯାନ୍ତି ତରି, ନିଷ୍କାମେ ଯେବା ଧର୍ମେ ଭଜେ ଅଙ୍କୁରେ ଥାନ୍ତି ଯେ ନେ ବିଜେ, କେବେ ବୃକ୍ଷ ସେ ନୁହନ୍ତି ଯତ୍ନ ନ କଲେ ନାଶ ଯାନ୍ତି, ଏମତ କାମ ଜଡ଼ ଚିତେ ଯେବେ ସେ ବହି ଅବିରତେ, ତେବେ ବିରକ୍ତି ଚିତ୍ତ ନୁହେଁ ନିଷ୍କାମ ଅଗ୍ନି କାମ ଦୟେ, ଯେ ବର୍ଣ୍ଣେ ଯେମନ୍ତ ଲକ୍ଷଣ ବେଦେ ବର୍ଣ୍ଣନ୍ତି ମୁନିଗଣ, ତା ଅଧ ଊର୍ଦ୍ଧ୍ୱେ ଯେବେ ଦେଖି ସେ ଧର୍ମ ପଥ ଉପଲେଖି,
हेमंत धर्म अनुवादे मुनि कहन्ति सभा मध्य शुणी सानंद धर्म सुत कहई विप्र जगन्नाथ इति श्रीमद्भागवते महापुराणे पारमहंस्यां सहितां वयासिक्यां सप्तम स्कंदे वर्ण धर्म वर्णने नाम 11 अध्याय। बोलानंदे कवार हरि हरि बोल।